जय जगन्नाथ। आज भाई भल कथा मन रख गोटे कथा आलोचना करिया। तीन जन्म तीन कलंक। तीन जन्म प्रभु सखा मुंडे लीला खेला करेंगे प्रमाण आलोचना है। सखा बोलते केते जन? 5 जन। पंच सखा। पंच सखा भितर 3 जनक देहरे ठाकुर स्वतंत्र विहार करेंगे। आगुर आम आलोचना करते 5 कलंकी है। सत्य कलंकी, ब्रह्म कलंकी, आदि कलंकी, कलंकी कहने एमती पंच कलंकी। किंतु इे अच्छी प्रमाण देखते 4 विष्णु 4 कलंकी आम आगुरी आलोचना करते। किंतु एठी आलोचना आज हम 3 जन्म 3 कलंक। ये क्यों कलंक होती हूँ आमर से किसी जहाँ से ना। ये महापुरुषंकर वाणी भविष्य मालिका अच्युतानंद वाणी। तृतीय जन्म भगवान गुपते थिबे मौन भावेण कली भारतटी लेखिबे सेही गुपते थिबेटी चिन्हा न दे 3 जनमर भकत वेश कलंकी रूप मोहे पाइबे दास। कि सुंदर कथा देख, बढ़िया कथा बोले तृतीय जन्म प्रभु मर्त्यमंडल जन्म है। गुपते थिबे मौन होना से गुप्त होती रही कली भारतटी लेखिबे से कली भारत महाभारत एमती अच्छी से गोटे शास्त्र लिखुवे कली भारत बुझी से कली भारत लिखुवे किंतु स्तुष्टु स्वारण करुवे। गुप्ते थिबे चिन्हा न दे से क्या चिन्हा देवे नहीं गुप्त ही गुप्त रही 3 जनमर भकत वेश कलंकी रूप मो पाइबे दास। तो जो पंचसखा भितर 3 जन मो भक्त से कलंकी रूप में प्रकाश है। आम जाचे अच्युतानंद महापुरुष कलंकी कथा आगुरी आम जाचे कि आउ 2 जन किए यहीटा हूँ चाबिकाठी। पंचसखा भर 3 जन ये कौन कहे 3 जन मोर भकत वेश 3 जन आसवे कलंकी रूप मो पाइबे दास। से भक्त माने मोर कलंकी रूप को कौन करेंगे पाइबे माने से निजे कलंकी रूप में परिप्रकाश किंतु प्रभु निजे गुप्त रे थिबे भक्त अंगरे विहार करू है। से 3 जन भितर जड़े किंकट नगर जन्म होते। किंकट नगर कौटी गोटे जाजपुर जिलार गोहिरा टिकिरा किंकट नगर बोली प्रमाण अच्छी। आउ गोटे जगह किंकट नगर अच्छी है। गुप्त कलागिरी पाखे जो कलंक लीला कलंकी परिप्रकाश हे से पंचसखा भितर जड़े जन्म होते जापर। आम कहूँ जहाँ शास्त्र प्रमाण दे कांची देश कौटी फेर उत्कल मधु देश कांची देश कोठ देश 256 देश 108 गरजात राज्य 256 देश 16 मंडल
ହେଲା 64 ପାଳ ମାଳିକା ରସ ପାଳ ମାନେ କେତେଟା ଦେଶକୁ ମିଶେଇଲେ ଗୋଟିଏ ଲେଖା ପାଳ। ତେଣୁ ଉତ୍କଳ ହଉଛି 64 ପାଳ। ମହାପୁରୁଷ ଅଙ୍କ ସାଲ ସନ ସବୁ ଗୁପତ ହଇବ, ତାହେଲେ ରହିବ କଣ? ଅଙ୍କ ତ ଗୁପ୍ତ ହେଇଯିବ, ସାଲ ବୁଡିଯିବ, ସନ ବୁଡିଯିବ, ମସିହା ବୁଡିଯିବ, ଫେରେ ରହିବ କଣ? ମହାପୁରୁଷ ଲେଖିଛନ୍ତି ଆଗକୁ କଣ ରହିବ। ବୁଝି ହଉଛି ନା? ଆଉ ଭଲ କଥା ମନେ ରଖିଥାଅ, ମହାପୁରୁଷ ନିଜେ ତାଙ୍କ ଅଙ୍କଟାକୁ ହିଁ କହିଛନ୍ତି। ସେ ଯେତେ ବଡ ଗବେଷକ ହୁଅନ୍ତୁ, ମହାପୁରୁଷ ଅଙ୍କଟାକୁ ଯଦି ତମେ ଠିକ କରିପାରିବ, ତାହେଲେ ତିଥିବାର ନକ୍ଷତ୍ର ମିଶେଇ ଦେଇ ଚାଲିଯିବ, ମିଶିଯିବ 100କୁ 100%, ଗୋଟାଏ ଏପଟ ସେପଟ ହବ। ବୁଝିବ? କିନ୍ତୁ ଆମେ କାହାକୁ ନିନ୍ଦା କରୁନୁ, ଏଇଟା ହଉଛି ସୂତ୍ର। ତ ଅନେକ ବ୍ୟକ୍ତିଙ୍କ ଭିତରେ ମହାପୁରୁଷ ଆସିବେ, ସେ ତାଙ୍କ ସମସ୍ତ ପଦକୁ ଶରଣ, କିନ୍ତୁ ଯୋଉଠି ମୂଳ ଆସିଥିବେ ତାଙ୍କ ଅଙ୍କଟାକୁ ତମେ ଯଦି ଠିକ କରିବ, ମିଶେଇ ଦେଇଯିବ, 100କୁ 100% ମିଶେଇଯିବ। ଆମେ ବା ମିଶେଇଛୁ, ଆମେ ତ ଦେଖିନୁ ନା, ଗାଣିତିକ ଥିଓରିରେ ଆମେ ଯେତିକି ମିଶେଇ ମିଶା ଚାଲୁଛୁ, ମିଶି ମିଶିକା ଯାଉଛୁ। ତେଣୁ ମିଶି ଯାଉଛି ଯଦି ସତ୍ୟ, ତାହେଲେ ମହାପୁରୁଷ ଆସିଥିବେ ସତ୍ୟ। ବୁଝିପାରୁଛ ନା? ତେଣୁ କଣ ହେବେ, ଠାକୁର କଣ ହେବେ, ଲୁଚିକି ରହିଥିବେ, କିନ୍ତୁ 3 ଜଣ ସଖାଙ୍କ ଦେହରେ କଳଙ୍କି ବେଶ ପରିପ୍ରକାଶ। ତାହେଲେ ସେ ଯୋଉ କଳିରେ ଯୋଉ 3 ଅବତାର ଲେଖିଛନ୍ତି, ଗୋଟେ କଳିରେ 3 ଅବତାର ଜାଇଫଳ ମାଳିକା ଲେଖିଛନ୍ତି, ଅର୍କିତ ଦାସ ମହାପଦ୍ମ ଗଳ୍ପରେ ମଧ୍ୟ ଲେଖିଛନ୍ତି। ସେ 3 ଅବତାର କଣ, ଇଏ କେତେ ପ୍ରକାର ତାକୁ ସବୁ ଛନ୍ଦି ବାନ୍ଧିକି କହୁଛନ୍ତି। ଶାସ୍ତ୍ର ହଉଛି ଗରୁଡ ଗଳ୍ପ, ଚଟି ବହି ଖଣ୍ଡେ ହେଲା। ଏ ବହୁତ ପୁରୁଣା ଲେଖା, ଏ ବହି ହଉଛି 1976 ମସିହା ପ୍ରିଣ୍ଟ, 1.5 ଟଙ୍କା ହଉଛି ଆର ମୂଲ୍ୟ। ସେଇ ଗରୁଡ କଳ୍ପରେ ମହାପୁରୁଷ କହିଲେ। ରାମୁ କହୁଛନ୍ତି କଳିର 3 ଅବତାର। ଧର୍ମ ଗ୍ରାମୀ ହେବ ଶୁଣରେ ଗରୁଡ କହୁଛି ଭାରତ ଭୂଇଁ, ସେହି କାଳେ ମୁଇଁ ମର୍ତ୍ତେ ଜନ୍ମିଥିବି, ନାମ ମୋ ହେବନି ନାହିଁ। ସେତେବେଳେ ତାଙ୍କ ନାଁ ହେଇଥିବ ନାହିଁ। ମାତା ସଚୀ ଦେବୀ ଗର୍ଭୁ ହେବି ଜାତ ବଙ୍ଗ ଦେଶରେ ପ୍ରମାଣ ପଞ୍ଚସଖା ମେଳେ, ନାମ ଯେ ପ୍ରଚାର କରିବି ସେ କାଳେ ମୁଁ। ଚୈତନ୍ୟ ମହାପ୍ରଭୁ ଆସିନଥିଲେ, ବଙ୍ଗ ଦେଶରେ ଜନ୍ମ ହେଇନଥିଲେ, ସଚୀ ମାତାଙ୍କ କୋଳରେ ଆସିଲେନି, ସେ ନାମ ପ୍ରଚାର କଲେ ନା ଧର୍ମ ବିନାଶ କଲେ? ନାମ ପ୍ରଚାର କରିଥିଲେ। ମହାମନ୍ତ୍ର କିଏ ପ୍ରଚାର କଲେ? ଚୈତନ୍ୟ ମହାପ୍ରଭୁ। କଳିର ଥିଲା ତାଙ୍କର ପ୍ରଥମ ଜନ୍ମ, ଦ୍ୱିତୀୟ ଜନ୍ମ କଳିରେ ଫେରି କିଏ ସେ ନା ଦ୍ୱିତୀୟରେ ମୁଇଁ ଜନ୍ମ ନବି ନର ଯେ ଅଙ୍ଗକୁ ବହି, 64 ସିଧ ସଙ୍ଗରେ ଖେଳିବି ପ୍ରଭୁତ ନାମ ଯେ ବହି। ଉତ୍କଳ ଦେଶରେ ଲୀଳାମ ପ୍ରକାଶ କପିଳାସ ଅନ୍ତରାଳେ, ଏକାକ୍ଷର ଧର୍ମ ପ୍ରଚାର ହୋଇବ କହୁଛି ସେଇ ବେଳରେ। କି ସୁନ୍ଦର କଥା। ଗରୁଡକୁ ଆଜି କଣ କହୁଛନ୍ତି? ନାରାୟଣ କହୁଛନ୍ତି। ହେ ଗରୁଡ ମନର ଦ୍ୱିତୀୟ ଅବତାର ମୋର କହୁଛି, ଦ୍ୱିତୀୟରେ ମୁଇଁ ଜନ୍ମ ନବି ନର ଯେ ଅଙ୍ଗକୁ ବହି, ମୁଁ ନର ଅଙ୍ଗରେ ପରିପ୍ରକାଶ ହେବି। 64 ସିଦ୍ଧ ସଙ୍ଗରେ ଖେଳିବି। 64 ସିଦ୍ଧ ଯେତେବେଳେ ପ୍ରଭୁତ ଗୋସ୍ୱାମୀ ଆଇଲେ, ମହିମା ଗୋସ୍ୱାମୀ 64 ସିଦ୍ଧ ନେଇ ଖେଳିଲେ ନା ଖେଳିଲେ? ପ୍ରଭୁତ ନାମକୁ ବହି। ଆମେ ଯାହା କହୁଛେ ମହିମା ଗୋସ୍ୱାମୀ, ତାଙ୍କ ପ୍ରକୃତ ନାଁ ହଉଛି ପ୍ରଭୁତ ଗୋସ୍ୱାମୀ। ଉତ୍କଳ ଦେଶରେ ଲୀଳାମ ପ୍ରକାଶ କପିଳାସ ଅନ୍ତରାଳେ, ହେଲାନି? ହେଇନି? ଏକାକ୍ଷର ଧର୍ମ ପ୍ରଚାର ହୋଇବ କହୁଛି ସେଇ ବେଳରେ ଏକାକ୍ଷର ଧର୍ମ ପ୍ରଚାର ହେଲା ହେଇଥିଲା ନାହିଁ ନା? ଏ ହେଲା ଦ୍ୱିତୀୟ ଜନ୍ମ। ତୃତୀୟ ଜନ୍ମ, ତୃତୀୟ ଜନ୍ମ କୋଉଠି ହବ ସେଇଟା ମୁଁ କହିପାରିବି ନାହିଁ କ୍ୟାମେରା ଆଗରେ। କିନ୍ତୁ ତାଙ୍କର ପରିବେଶ କଣ ଥିବ?
ବେନି ନାରୀ ସଙ୍ଗେ ନୀଳାମ ପ୍ରକାଶ ଲୀଳା ହୋଇଥିବ ଗୁପ୍ତ ପଞ୍ଚସଖା ମେଳି ହୋଇ ଖୋଜୁଥିବେ ଶୁଣ ବିନତାର ଶୀତ। ହେ ଗରୁଡ଼ ଶୁଣ, କଳିର ଶେଷ ସମୟରେ ମୋର ଦିଟା ନାରୀ ଥିବେ, କିନ୍ତୁ ଲୀଳା ହେଇଥିବ ଗୁପ୍ତ। ଦିଟା ନାରୀ ଥିବେ କିନ୍ତୁ କେହି ଜାଣିପାରିବେ। ସଦା ସର୍ବଦା କହିଛି ଗୁପ୍ତ ହିଁ ଗୁପ୍ତ। ଏଇଟା ଭଲ କଥା ତମ ମାନଙ୍କ ମନରେ। ହେଲା। ଆଉ ତୃତୀୟ ଜନ୍ମଟା କୋଉଠି, ସେଇ ଗରୁଡ଼ କଳ୍ପରେ ମଧ୍ୟ ପ୍ରମାଣ ଦଉଛି। ଆଉ ତାଙ୍କ ବୟସଟା ହଉଛି ସତ୍ୟ। ସେଇ ଅଙ୍କଟାକୁ ତମେ ଯଦି ଧରିବ ତାହେଲେ 100କୁ 100% ମହାପୁରୁଷ ଲେଖାଟା ତ ମିଶି ମିଶିକା ପଳେଇବ। ସେ ଯୋଉ ଅଙ୍କରେ ଯାହା ଘଟିବ ଲେଖିଛନ୍ତି ତା 100କୁ 100% ସିଏ ହେଲା ସେ ଅଙ୍କଟା ହଉଛି ମୂଳ, ମାର୍କଣ୍ଡଙ୍କ ଡାଳ, ସନ୍ନ ହଉଛି ଡାଳ, କଳି କଲ୍ୟା ଭିତା ହଉଛି କଣ ଡାଳ, କିନ୍ତୁ ଇଏ ହଉଛି ମୂଳ। ଏ ଅଙ୍କଟାକୁ ତମେ ଯଦି ନ ଧରି ପାରିବ ସେ ଅଙ୍କକୁ ତମେ ସବୁ ଭୁଲ ହେଇକି ଏ ଅଙ୍କଟାକୁ ତମେ ଧରିଥିଲେ ମୁକୁନ୍ଦ ଦେବ କଣ ଅଙ୍କକୁ ଠିକ କରିପାରିବ? ମୁକୁନ୍ଦ ଦେବ କେବେ ରଜା ହେବେ ଏ ଅଙ୍କକୁ ଜାଣିଥିଲେ ତମେ ସେ ଅଙ୍କ ଧରିଥିବ। ତେଣୁ ବୃକ୍ଷର ମୂଳଟି ଯେମିତି କଣ ଓଙ୍କାର, ବେଦର ମୂଳଟି ଓଙ୍କାର, ସେମିତି ଅଙ୍କର ମୂଳ ହଉଛି ମହାପୁରୁଷଙ୍କ। ବୁଝିପାରିଲ ନା? ତେଣୁ ବେନି ନାରୀ ସଙ୍ଗେ ଲୀଳାମ ପ୍ରକାଶ ଲୀଳା ହୋଇଥିବ ଗୁପ୍ତ ପଞ୍ଚସଖା ମେଳି ହୋଇ ଖୋଜୁଥିବେ ଶୁଣ ବିନତାର। ସେ ଗରୁଡ଼ ଶୁଣୁ, ତୃତୀୟ ଜନ୍ମରେ ମୋର ଦୁଇଟି ସ୍ତ୍ରୀ ଥିବେ, କିନ୍ତୁ ମୋ ଲୀଳାଟା ଗୁପ୍ତ ହେଇ ରହିଥିବ। ସମସ୍ତେ ଜାଣୁଥିବେ ଗୋଟିଏ ସ୍ତ୍ରୀ, କିନ୍ତୁ ଜଗତ ଜାଣିବ ଦୁଇଟା ସ୍ତ୍ରୀ, କିନ୍ତୁ କାହାର ଭୂପେବ ନଥିବ। ଗୁପ୍ତ ଲୀଳା ବା ସବୁବେଳେ ଗୁପ୍ତ। ସତ ନା ମିଛ? ପଞ୍ଚସଖା ମେଳି ହୋଇ ଖୋଜୁଥିବେ ଶୁଣ ବନିତାର। ପଞ୍ଚସଖା ମାନେ ଏକତ୍ରିତ ହେଇକି ଖୋଜୁଥିବେ, କିନ୍ତୁ କେହି ପାଇବେ ନାହିଁ। ତେଣୁ ଯୋଉ କଳଙ୍କି ଆସିବେ, ପଞ୍ଚସଖା ଭିତରୁ 3 ସଖାଙ୍କ ଦେହରେ ପ୍ରଭୁ କଣ ହେବେ ପରିପ୍ରକାଶ ହେବେ ଏବଂ ନିଜେ ମଧ୍ୟ ଆସିଥିବେ। ନିଜେ ଗୁପ୍ତରେ ରହି ଲୀଳା ଖେଳା କରିବେ, କିନ୍ତୁ ପରିପ୍ରକାଶ ହେବେ 3 ସଖା। ଲୋକଲୋଚନକୁ ଆସିବେ କେତେ? 3 ଜଣ, 3 ମହାପୁରୁଷ। କିନ୍ତୁ ଏ ଜଣେ କଣ ହେଇଥିବ ଲୁକାୟିତ ହେଇକି ଠାକୁର ନିଜେ ରହିବେ। ଶେଷ ବେଳକୁ ସିଏ କଣ ହେବେ ପରିପ୍ରକାଶ ହେବେ। ଆଗ ବିନାଶ ଲୀଳା, ତାପରେ ପରିପ୍ରକାଶ ଲୀଳା। ଆଉ ସିଏ ଯେତେବେଳେ ଆସିବେ ନିଜେ କଳି ଭାରତ ସ୍ୱହସ୍ତରେ ରଚନା କରିବେ ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ତାଙ୍କର ଭବିଷ୍ୟତ ମାଳିକା ଏବଂ ଗରୁଡ଼ କଳ୍ପ ଶାସ୍ତ୍ରରେ ଏହାକୁ ପ୍ରମାଣ ଦେଇଛନ୍ତି। ଜୟ ଜଗନ୍ନାଥ। ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲାନନ୍ଦିକ ବା